ଆପଣଙ୍କ ପରିଚୟ? ନା କିଷାନ ଦାସ, ସିରିୟସ୍ ଜୋନ୍ର ସଭାପତି। ଆଉ ନାଟକ ଉତ୍ସବ କରିବାରେ ଆମର ସବୁ ଯେଉଁ ଅଛନ୍ତି ସମସ୍ତ ସଭ୍ୟ ତାଙ୍କର ଅବଦାନ ଏସବୁଥିରେ ଏଇ ନାଟକ ନୟାଗଡ଼ରେ ଯେଉଁ ମଞ୍ଚ ନାଟକ ସିରିୟସ୍ ଜୋନ୍ର ହେବାର ହେଇଗଲାଣି 30 ବର୍ଷ, କିନ୍ତୁ ମହୋତ୍ସବ କରିବାର ଏଇ ଯେଉଁ ଉତ୍ସବ କରିବାର ଇଏ ତୃତୀୟ ବର୍ଷ। ଗତକାଲି ଗୋଟିଏ ନାଟକ ଶେଷ ହୋଇଯାଇଛି, ତା ନାଁ ଥିଲା ବାଞ୍ଝ। ସେ ବାଞ୍ଝ ତୃତୀୟ ଥର ସମସ୍ତଙ୍କର ଦର୍ଶକଙ୍କର ଅନୁରୋଧ କ୍ରମେ ଆମେ କାଲି ଏ ନାଟକଟିକି ଦେଇଥିଲୁ। ଆଜି ଅଛି ନିଜ ନିଜର ଆକାଶ, ଆଉ ଆସନ୍ତାକାଲି ଅଛି ବିଦ୍ରୋହ ନିଜ ବିରୁଦ୍ଧରେ। ଏଇଭଳିଆ ତିନୋଟି ଭଲ ନାଟକ। ଆଉ ସିରିୟସ୍ ଜୋନ୍ ନାଟକ ଯିଏ ଦେଖିଛି ମାନେ ସିଏ ଭୁଲି ପାରେନି। ଆମର ବେଶୀ ଆଡ଼ଭର୍ଟାଇଜମେଣ୍ଟ ନାହିଁ, କିଛି ନାହିଁ। କିଛି ମାନେ ବୟସ୍କ ଲୋକ ଆଉ ମିଡ଼ିଲ୍ ଲୋକ ଏଇମାନଙ୍କ କଳାରେ ଆମର ଏଇ ନାଟକ ଅନୁଷ୍ଠାନ ଗଠନ ହୋଇଛି ଏବଂ ଆଜି ପର୍ଯ୍ୟନ୍ତ ଶ୍ରେୟ ନେଇ ଆସିଛି। ଏଇ ନାଟକ ଗୁଡ଼ିକ ଆମେ ମଧ୍ୟ ଏଠି ହେଇସାରିଲା ପରେ ରାଉରକେଲାରେ ହେଇଛି, ପାରାଦୀପରେ ହେଇଛି, ବାଲେଶ୍ୱରରେ ହେଇଛି, ଭଦ୍ରକ, ପୁରୀ, ବ୍ରହ୍ମପୁର, ଭୁବନେଶ୍ୱର କଳାମଣ୍ଡପରେ ବି ହେଇଯାଇଛି। ହଁ, ବାଞ୍ଝ ନାଟକଟି କାଲି ଯେଉଁଠି ଗଲା ସେ 10ଟି ଜାଗାରେ ଓଡ଼ିଶାରେ ହେଇଯାଇଛି। ତାପରେ ସେମାନେ ଦେଖୁଛନ୍ତି ଯେଉଁମାନେ ଆମେ ଭୁବନେଶ୍ୱରରେ କରିବାର କାରଣ କ'ଣ, ଯେ ଭଞ୍ଜ ମଣ୍ଡପରେ ହେଉ ରବୀନ୍ଦ୍ର ମଣ୍ଡପରେ ଯଦି ନାଟକ ହେଉଛି ତାହେଲେ ବହୁ ସବୁ କୋଣରୁ ଲୋକ ଭୁବନେଶ୍ୱରରେ ଅଛନ୍ତି, ସେମାନଙ୍କ ଦ୍ୱାରା ଆଦୃତ ହେଲେ ସେମାନେ ପୁଣି କହୁଛନ୍ତି ଆସ ଆମ ମହୋତ୍ସବରେ ତୁମେ ଯୋଗଦାନ କର ଏବଂ ନାଟକ ପରିବେଷଣ କର। ଘରକୁ କୃତଜ୍ଞତା। ସେମାନେ ଯଦି ନ ଆସିବେ ଆମର ଏ ମୂଲ୍ୟ କିଛି ନାହିଁ ନାଟକ ପରିବେଷଣ କରିବାର। ଯଦି ଦର୍ଶକ ବିନା ୟାର ମୂଲ୍ୟ କିଛି ନାହିଁ। ତାଙ୍କୁ ଶ୍ରେୟ ପ୍ରଥମେ ଆମେ ଦେବୁ ଆମ ଦର୍ଶକମାନଙ୍କୁ, ନୟାଗଡ଼ର ଦର୍ଶକମାନଙ୍କୁ। କାହିଁକିନା ନୟାଗଡ଼ ଗୋଟେ କଳା ସମ୍ପନ୍ନ ଜାଗା। ପିଲାଦିନୁ ଘୁଡ଼ୁକିଠୁ ଆରମ୍ଭ କରିବେ ଦେଖିବା ଯେ ଏଇ ଯେଉଁ ନାଚ କୀର୍ତ୍ତନଠୁ ଆରମ୍ଭ କରିକିରି ରାମଲୀଳା ଏଗୁଡ଼ା ସବୁ ଚାଲିଥିଲା, ଭାରତଲୀଳା ଏଗୁଡ଼ା ସବୁ ଚାଲିଥିଲା। ନୟାଗଡ଼ର ସଂସ୍କୃତି ଏଇଟା ରହିଆସିଛି ଏବଂ ସମସ୍ତଙ୍କର ନାଟକ ଦେଖିବାକୁ ବହୁତ ଇଚ୍ଛା, ସଦିଚ୍ଛା ଏବଂ ସେଇ ଜନସାଧାରଣଙ୍କର ଆଶୀର୍ବାଦରୁ ଆମ ସମସ୍ତ ଅନୁଷ୍ଠାନ ଆଗେଇ ଚାଲିଛି। ଦୈନନ୍ଦିନ ଜୀବନରେ ଏଇ ଯେଉଁ ନାଟକ ଶୁଣନ୍ତୁ, ହଁ ପ୍ରଭାବ ପକାଉ ନ ପକାଉ, ବୁଝିଲେ କି, ଆମେ ଇତିହାସ ଭୁଲି ଯାଉଛେ, କିନ୍ତୁ ସେଇ ସମୟ ତକ ନିଶ୍ଚୟ ଲୋକଙ୍କ ମାନେ ମାଇଣ୍ଡରେ ଆସୁଛି, ଯେ ହୃଦୟକୁ ମଧ୍ୟ ଛୁଉଁଛି ଯେ ଏଇ ନାଟକରେ କିଛି ଗୋଟେ ଅଛି ଏବଂ ଯାହା ପରିବର୍ତ୍ତନ କରୁଥିବ ଲୋକଙ୍କ ମାନସିକତାକୁ ନେଇକି। ମୁଁ କୈଳାସ ଚନ୍ଦ୍ର ଓଝା। ଆଜିର ଯେଉଁ ନାଟକ ନିଜ ନିଜର ଆକାଶ ମଞ୍ଚସ୍ଥ ହୋଇଛି ତାର ରାଇଟର। ନୟାଗଡ଼ରେ ଯେଉଁ ନାଟକର ଚାହିଦା ଅଛି, ଆମେ ବିଗତ ଦିନମାନଙ୍କରେ ଭୁବନେଶ୍ୱରରେ ନାଟକ କରି ସଫଳତା ଅର୍ଜନ କରିଛୁ। ତେଣୁ ଆମେ ଚାହିଁଲୁ ଏହି ସିରିୟସ୍ ଜୋନ୍ ନାଟକ ମହୋତ୍ସବରେ ନାଟକଟି କରିବା ପାଇଁ, କାରଣ ଏହା ଏକ ସମ୍ପୂର୍ଣ୍ଣ ପାରିବାରିକ ନାଟକ। ଏ ନାଟକ ଭରପୁର ମନୋରଞ୍ଜନ ଦେବ ଆଉ ବାସ୍ତବ କଥା ହିଁ ସମାଜକୁ ଦେଖେଇବ। ତେଣୁ ଆଜିର ନାଟକରେ ସମସ୍ତ ଦର୍ଶକ ବି ମଧ୍ୟ ନାଟକ ଦେଖି ସାରିଲା ପରେ ବହୁତ ବିଭୋର ହେଇଛନ୍ତି। ନାଟକ ହେଉଛି ସ୍ୱପ୍ନ ଆଉ ବାସ୍ତବତା ଭିତରେ ଫରକ କ'ଣ, ତାହା ହିଁ ନାଟକରେ ଆମେ ଦେଖେଇଛୁ। କଳା ସାହିତ୍ୟର ମାଟି, ତେଣୁ ଏଇଠି ଆମେ ପ୍ରତିବର୍ଷ ହିଁ ନାଟକ କରିଥାଉ। ଆଉ ଏଇ ସୁନ୍ଦର ନାଟକ କେମିତି ପରିବେଷଣ କରାହେବ, ଯାହା କହନ୍ତି କ୍ଲାସିକ୍ ଥିଏଟର, କ୍ଲାସିକ୍ ଥିଏଟରକୁ ଆମେ ଫଲୋ କରିକିରି ଏଇ ନାଟକ ଗୁଡ଼ା ସବୁ କରିଛୁ। ଆଉ ଏଇ ଯେଉଁ ନାଟକ ହେଇଛି ଆମେ ବହୁତ ଦିନର ଆମେ ମାନେ ସଂଘର୍ଷ ଜାରି ରଖିଥିଲୁ। ତେଣୁ ଏ ନାଟକ ଗୋଟେ ସମାଜକୁ ଗୋଟେ ବାର୍ତ୍ତା ଦେଉଛି। ଯେହେତୁ ଆମେ ପାରିବାରିକ ଭିତରେ ଯାହା ସମସ୍ୟା ଥାଏ, ବାପ ପୁଅ ପାରିବାରିକ ଭିତରେ ବାପା ସ୍ୱପ୍ନ ଦେଖେ ପୁଅ ପାଇଁ, କିନ୍ତୁ ସେ ସ୍ୱପ୍ନ କ'ଣ କେତେବେଳେ ସଫଳ ହୁଏ, କେତେବେଳେ ନିରାଶାରେ ପରିଣତ ହୁଏ। ଆଜିର ନାଟକର ବିଷୟବସ୍ତୁ ହିଁ ଏଇଆ। ସମାଜକୁ କ'ଣ କହିବେ ପାଇଁ ସ୍ୱପ୍ନ ଦେଖେ, କିନ୍ତୁ ସେଇ ପୁଅ ବାପା ପାଇଁ କିଛି ସ୍ୱପ୍ନ ଦେଖିବା ଦରକାର, ତାହେଲେ ପରିବାର ଶାନ୍ତିରେ ହସି ଉଠିବ।